ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ପାର୍ଟ 3 କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ଆମେରିକାର ସ୍ୱାଧୀନତା ସଂଗ୍ରାମର 30ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ MCQ ବିଷୟରେ ଆଲୋଚନା କରିବା। ଏହି ପାର୍ଟ 3 ପୂର୍ବରୁ ଆମେ ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ପାର୍ଟ 1 ଏବଂ ପାର୍ଟ 2ରେ ଅଲରେଡ଼ି 70ଟି MCQ ବିଷୟରେ ଆମେ ପଢ଼ି ସାରିଛେ। ଯେଉଁମାନେ ଏହି ପାର୍ଟ 1 ଏବଂ ପାର୍ଟ 2 ଭିଡ଼ିଓ ଦେଖିନାହାନ୍ତି ସେମାନଙ୍କୁ କହିବି ପ୍ରଥମେ ଯାଇକି ପାର୍ଟ 1 ଏବଂ ପାର୍ଟ 2 ଭିଡ଼ିଓଟିକୁ ଦେଖିବେ, ତାପରେ ପାର୍ଟ 3 ଭିଡ଼ିଓଟିକୁ ଦେଖିବେ। ଆଜି ଆମେ ପ୍ରଶ୍ନ ନମ୍ବର 71ରୁ 100 ପର୍ଯ୍ୟନ୍ତ ଏହି ଆମେରିକା ସ୍ୱାଧୀନତା ସଂଗ୍ରାମର ଆଲୋଚନା କରିବା। ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ନମ୍ବର 71। କେଉଁମାନଙ୍କ ନେତୃତ୍ୱରେ ଷ୍ଟାମ୍ପ ଆଇନକୁ ନ୍ୟୁୟର୍କଠାରେ ବିରୋଧ କରାଯାଇଥିଲା? ପ୍ୟାଟ୍ରିକ୍ ହେନରୀ ଓ ସାମୁଏଲ ଆଡାମଙ୍କ ନେତୃତ୍ୱରେ ଷ୍ଟାମ୍ପ ଆଇନକୁ ନ୍ୟୁୟର୍କଠାରେ ବିରୋଧ କରାଯାଇଥିଲା। ନ୍ୟୁୟର୍କଠାରେ କ'ଣ କହି ପ୍ରତିନିଧିମାନେ ଷ୍ଟାମ୍ପ ଆଇନକୁ ବିରୋଧ କରୁଥିଲେ? ନ୍ୟୁୟର୍କଠାରେ ପ୍ରତିନିଧି ବିନା କର ନିର୍ଦ୍ଧାରଣ ଅତ୍ୟାଚାର ବୋଲି କହି ପ୍ରତିନିଧିମାନେ ଷ୍ଟାମ୍ପ ଆଇନକୁ ବିରୋଧ କରୁଥିଲେ। ଉପନିବେଶଗୁଡ଼ିକର ପ୍ରତିବାଦ ଯୋଗୁଁ କିଏ ଇସ୍ତଫା ଦେଲେ? ଉପନିବେଶଗୁଡ଼ିକର ପ୍ରତିବାଦ ଯୋଗୁଁ ଗ୍ରେନଭିଲେ ଇସ୍ତଫା ଦେଲେ। କିଏ ଷ୍ଟାମ୍ପ ଆଇନକୁ ପ୍ରତ୍ୟାହାର କଲେ? ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରକିଂହାମ ଷ୍ଟାମ୍ପ ଆଇନକୁ ପ୍ରତ୍ୟାହାର କଲେ। ରକିଂହାମଙ୍କ ପ୍ରସ୍ତାବ ଯୋଗୁଁ ବ୍ରିଟିଶ ପାର୍ଲାମେଣ୍ଟ କେଉଁ ଆଇନ ପ୍ରଣୟନ କଲେ? ରକିଂହାମଙ୍କ ପ୍ରସ୍ତାବ ଯୋଗୁଁ ବ୍ରିଟିଶ ପାର୍ଲାମେଣ୍ଟ ଘୋଷଣାତ୍ମକ ଆଇନ ପ୍ରଣୟନ କଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଘୋଷଣାତ୍ମକ ଆଇନ କ'ଣ ଥିଲା? ଘୋଷଣାତ୍ମକ ଆଇନ ପାର୍ଲାମେଣ୍ଟକୁ ଆଇନ ପ୍ରଣୟନ ଓ କର ଧାର୍ଯ୍ୟ କ୍ଷମତା ପ୍ରଦାନ କରିଥିଲା। କିଏ ଇଂଲଣ୍ଡରୁ ଆମେରିକାକୁ ଆମଦାନୀ ହେଉଥିବା ଚା, କାଚ, କାଗଜ ଓ ରଙ୍ଗ ଉପରେ ଆମଦାନୀ ଶୁଳ୍କ ଧାର୍ଯ୍ୟ କଲେ? ଇଂଲଣ୍ଡର ଅର୍ଥମନ୍ତ୍ରୀ ଟାଉନସେଣ୍ଡ ଇଂଲଣ୍ଡରୁ ଆମେରିକାକୁ ଆମଦାନୀ ହେଉଥିବା ଚା, କାଚ, କାଗଜ ଓ ରଙ୍ଗ ଉପରେ ଆମଦାନୀ ଶୁଳ୍କ ଧାର୍ଯ୍ୟ କଲେ। କେବେ ଇଂଲଣ୍ଡର ଅର୍ଥମନ୍ତ୍ରୀ ଟାଉନସେଣ୍ଡ ଚା, କାଚ, କାଗଜ ଓ ରଙ୍ଗ ଉପରେ କର ଲଗାଇଲେ? 1776 ମସିହାରେ ଇଂଲଣ୍ଡର ଅର୍ଥମନ୍ତ୍ରୀ ଟାଉନସେଣ୍ଡ ଚା, କାଚ, କାଗଜ ଓ ରଙ୍ଗ ଉପରେ କର ଲଗାଇଲେ। କିଏ ଟାଉନସେଣ୍ଡ ଆଇନର ତୀବ୍ର ନିନ୍ଦା କଲେ? ଜନ୍ ଡିକ୍ସନ ଟାଉନସେଣ୍ଡ ଆଇନର ତୀବ୍ର ନିନ୍ଦା କଲେ। ଜନ୍ ଡିକ୍ସନ କେଉଁ ପତ୍ର ମାଧ୍ୟମରେ ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ? ଜନ୍ ଡିକ୍ସନ ଏକ କୃଷକର ପତ୍ର ମାଧ୍ୟମରେ ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କେଉଁ ନୀତି ମାଧ୍ୟମରେ ଆମେରିକୀୟମାନେ ଆମେରିକାର ତିଆରି ଜିନିଷ କିଣିଲେ? ବାୟ ଆମେରିକାନ ନୀତି ମାଧ୍ୟମରେ ଆମେରିକୀୟମାନେ ଆମେରିକାରେ ତିଆରି ଜିନିଷ କିଣିଲେ। ଆମେରିକାର ପ୍ରଥମ ସମ୍ବାଦପତ୍ରର ନାମ କ'ଣ ଥିଲା? ଆମେରିକାର ପ୍ରଥମ ସମ୍ବାଦପତ୍ରର ନାମ ବୋଷ୍ଟନ ନ୍ୟୁଜ ଲେଟର ଥିଲା। ବୋଷ୍ଟନ ନ୍ୟୁଜ ଲେଟର କେବେ ପ୍ରକାଶିତ ହୋଇଥିଲା? ବୋଷ୍ଟନ ନ୍ୟୁଜ ଲେଟର 1704 ମସିହାରେ ପ୍ରକାଶିତ ହୋଇଥିଲା। ବୋଷ୍ଟନ ନ୍ୟୁଜ ଲେଟର କେଉଁ ସ୍ଥାନରେ ପ୍ରକାଶିତ ହୋଇଥିଲା? ବୋଷ୍ଟନ ନ୍ୟୁଜ ଲେଟର ବୋଷ୍ଟନ ସ୍ଥାନରେ ପ୍ରକାଶିତ ହୋଇଥିଲା। ଆମେରିକାନ ମର୍କ୍ୟୁରୀ କେବେ ପ୍ରକାଶିତ ହୋଇଥିଲା? ଆମେରିକାନ ମର୍କ୍ୟୁରୀ 1719 ମସିହାରେ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ନ୍ୟୁୟର୍କ ଗେଜେଟ କେବେ ପ୍ରକାଶିତ ହୋଇଥିଲା? ନ୍ୟୁୟର୍କ ଗେଜେଟ 1765 ମସିହାରେ ପ୍ରକାଶିତ ହୋଇଥିଲା। ଥୋମାସ ପେନ କେଉଁ ପୁସ୍ତକ ରଚନା କରିଥିଲେ? ଥୋମାସ ପେନ କମନ ସେନ୍ସ ପୁସ୍ତକ ରଚନା କରିଥିଲେ।
କମନ ସେନ୍ସ ପୁସ୍ତକ ଥୋମାସ ପେନ୍ କେବେ ରଚନା କରିଥିଲେ? କମନ ସେନ୍ସ ପୁସ୍ତକ ଥୋମାସ ପେନ୍ 1776 ମସିହାରେ ରଚନା କରିଥିଲେ। ବେଞ୍ଜାମିନ୍ ଫ୍ରାଙ୍କଲିନ୍ କେଉଁ ସୋସାଇଟି ମାଧ୍ୟମରେ ଆନ୍ଦୋଳନ କରୁଥିଲେ? ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଆମେରିକାନ୍ ଫିଲୋସଫିକାଲ ସୋସାଇଟି ମାଧ୍ୟମରେ ଆନ୍ଦୋଳନ କରୁଥିଲେ। ଆମେରିକାର ସ୍ୱାଧୀନତା ସଂଗ୍ରାମର ଆଶୁ କାରଣ କ'ଣ ଥିଲା? ଆମେରିକାର ସ୍ୱାଧୀନତା ସଂଗ୍ରାମର ଆଶୁ କାରଣ ଇଂଲଣ୍ଡର ରାଜା ତୃତୀୟ ଜର୍ଜ ତାଙ୍କର ଅନୁଗତ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ପ୍ରଦାନ ଥିଲା ଆମେରିକାର ସ୍ୱାଧୀନତା ସଂଗ୍ରାମର ଆଶୁ କାରଣ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, 1770 ମସିହାରେ କିଏ ଆନ୍ଦୋଳନକୁ ପ୍ରଶମିତ କରିବା ନିମନ୍ତେ ଚା ବ୍ୟତୀତ ଅନ୍ୟାନ୍ୟ ପଦାର୍ଥ ଗୁଡ଼ିକରେ ଆମଦାନୀ ଶୁଳ୍କ ପ୍ରତ୍ୟାହାର କଲେ? 1770 ମସିହାରେ ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଆନ୍ଦୋଳନକୁ ପ୍ରଶମିତ କରିବା ନିମନ୍ତେ ଚା ବ୍ୟତୀତ ଅନ୍ୟାନ୍ୟ ପଦାର୍ଥ ଗୁଡ଼ିକରେ ଆମଦାନୀ ଶୁଳ୍କ ପ୍ରତ୍ୟାହାର କଲେ। ଆମେରିକାବାସୀ କେଉଁ ସଂଗଠନ ତିଆରି କରିଥିଲେ? ଆମେରିକାବାସୀ ବୋଷ୍ଟନ ଚା ସଂଘ ତିଆରି କରିଥିଲେ। ବୋଷ୍ଟନ ଗଣ୍ଡଗୋଳ କେବେ ହୋଇଥିଲା? ବୋଷ୍ଟନ ଗଣ୍ଡଗୋଳ 1773 ମସିହାରେ ହୋଇଥିଲା। ବୋଷ୍ଟନ ଗଣ୍ଡଗୋଳର ନେତୃତ୍ୱ କିଏ ନେଇଥିଲେ? ବୋଷ୍ଟନ ଗଣ୍ଡଗୋଳର ନେତୃତ୍ୱ ସାମୁଏଲ ଆଡାମ ନେଇଥିଲେ। କେଉଁ ଆଇନ ବଳରେ ବୋଷ୍ଟନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା? ବୋଷ୍ଟନ ବନ୍ଦର ଆଇନ ବଳରେ ବୋଷ୍ଟନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କିଏ ଇଂଲଣ୍ଡର ବରିଷ୍ଠ ନେତା ୱିଲିୟମ ପିଟ୍ ଏବଂ ଏଡମଣ୍ଡ ବର୍କ କଥାକୁ କର୍ଣ୍ଣପାତ କଲେ ନାହିଁ? ଇଂଲଣ୍ଡର ରାଜା ତୃତୀୟ ଜର୍ଜ ଇଂଲଣ୍ଡର ବରିଷ୍ଠ ନେତା ୱିଲିୟମ ପିଟ୍ ଏବଂ ଏଡମଣ୍ଡ ବର୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ଶକ୍ତି ପ୍ରୟୋଗ କରି ଆନ୍ଦୋଳନକୁ ଦମନ କରିବା ପାଇଁ କିଏ ଚେଷ୍ଟା କରିଥିଲେ? ଶକ୍ତି ପ୍ରୟୋଗ କରି ଆନ୍ଦୋଳନକୁ ଦମନ କରିବା ପାଇଁ ରାଜା ତୃତୀୟ ଜର୍ଜ ଚେଷ୍ଟା କରିଥିଲେ। ପ୍ରଥମ ମହାଦେଶୀୟ କଂଗ୍ରେସ କେଉଁ ସ୍ଥାନରେ ଆୟୋଜନ କରାଯାଇଥିଲା? ପ୍ରଥମ ମହାଦେଶୀୟ କଂଗ୍ରେସ ଫିଲାଡେଲଫିଆଠାରେ ଆୟୋଜନ କରାଯାଇଥିଲା। ପ୍ରଥମ ମହାଦେଶୀୟ କଂଗ୍ରେସ କେବେ ଆୟୋଜନ କରାଯାଇଥିଲା? ପ୍ରଥମ ମହାଦେଶୀୟ କଂଗ୍ରେସ 1776 ମସିହାରେ ଆୟୋଜନ କରାଯାଇଥିଲା। ପ୍ରଥମ ମହାଦେଶୀୟ କଂଗ୍ରେସ ଅଧିବେଶନରେ କ'ଣ ସ୍ଥିର କରାଯାଇଥିଲା? ପ୍ରଥମ ମହାଦେଶୀୟ କଂଗ୍ରେସ ଅଧିବେଶନରେ ଇଂଲଣ୍ଡ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ ସ୍ଥିର କରାଯାଇଥିଲା। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ଏହି ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ପାର୍ଟ 3ରେ ଆମେ 30ଟି MCQ ଆଲୋଚନା କଲେ। ବାକି ଯାହା ବି MCQ ରହିଯାଇଛି ପିଲାମାନେ, ଆମେ ପାର୍ଟ 4ରେ ତାକୁ କଭର କରିକି ଆମେରିକାର ସ୍ୱାଧୀନତା ସଂଗ୍ରାମ MCQକୁ କମ୍ପ୍ଲିଟ୍ କରିବା ପିଲାମାନେ।